କଥାଟା ବାରମ୍ବାର କୁହାଯାଉଛି। ଯସ୍ୟାଂ ବୈଶ୍ରୟମାଣାୟଂ କୃଷ୍ଣୀ ପରମ ପୁରୁଷେ ଭକ୍ତିରୁତ୍ପଦ୍ୟତେ ପୁରୁଷ ଶୋକମୋହ ଭୟାପହା। ଏଇ ଯୋଉ ଭାଗବତର କଥା, ଏଇ ଯୋଉ କୃଷ୍ଣ କଥା, ଆକୁ ଯଦି ଆମେ ଶୁଣିବା ଉପଯୁକ୍ତ ପ୍ରାମାଣିକ ଅଧିକାରୀଙ୍କ ଠାରୁ ପ୍ରତିଦିନ ନିତ୍ୟ ଭାଗବତ ସେଇଭୟା ପ୍ରତିଦିନ ଶୁଣିବା, ପ୍ରତିଦିନ ସାଧୁସଙ୍ଗ କରି ଭକ୍ତ ଭାଗବତଙ୍କ ମୁଖରୁ ଗ୍ରନ୍ଥ ଭାଗବତର କଥା ପ୍ରତିଦିନ ଶ୍ରବଣ କରିବା, ପ୍ରତିଦିନ କଥା ନିତ୍ୟ ଭାଗବତ ସେଇଭୟା ଦିନ ଧକର କଥା ନୁହେଁ, ଏ ପ୍ରତିଦିନ କଥା। ଏଥିରେ କ୍ଳାନ୍ତି ନାହିଁ, ଅବସନ୍ନତା ନାହିଁ, ନିତ୍ୟ ନୂତନ ବଡ଼ ଆନନ୍ଦ, ଦିବ୍ୟ ଆନନ୍ଦ ଲାଭ। କୃଷ୍ଣ କଥା ଅମୃତମୟ, ଅମୃତ ପାନ। ଯେତେ ପିଉଥିବା ସେତେ ତୃଷ୍ଣା ବଢୁଥିବ, ଶାନ୍ତି ହବ ନା ସେଥିରେ କିଛି। ତୃପ୍ତି ବରାବର ରହିବ ନା, ଆହୁରି ଅଧିକ ଶ୍ରବଣ କରିବେ, ଆହୁରି ଅଧିକ ପାନ କରିବେ, ଅତୃପ୍ତି ରହିବା ସେଥିରେ। এই কৃষ্ণ কথা এপরি নিত্য নবনবায়মান, নূয়া নূয়া লাগিব প্রতিদিন। সেই কথা শুনলে সুদ্ধা পুরোনা হবার কিছু জিনিস নাহি। নিত্য নবনবায়মান কথা, নূতন নূতন স্বাদ আস্বাদন হবা, ভাব জাগ্রত হব, স্বাদ আস্বাদন হব। ই হচ্ছে কৃষ্ণ কথা। তেণু জনে কেহি এপরি কহে, ହଁ ମୁଁ ଏସବୁ କଥା ଜାଣିଛି, ମୁଁ ଏସବୁ କଥା ଶୁଣିଛି, ଆଉ ଦରକାର ନାହିଁ, ସେ ମୂଢ଼, ସେ ମୂର୍ଖ, ସେ ରସାସ୍ୱାଦନ କରିପାରୁନି। କୃଷ୍ଣ ପୁରୁଣା ହୁଅନ୍ତି ନାହିଁ, କୃଷ୍ଣ କଥା ପୁରାତନ ହୁଏ ନା କେବେ। କୃଷ୍ଣ ନିତ୍ୟଂ ନବଯୌବନଞ୍ଚ ନିତ୍ୟ ନୂତନ, କଥା ମଧ୍ୟ ତାଙ୍କର ନିତ୍ୟ ନୂତନ, ପୁରୁଣା ହବାର କିଛି ଜିନିଷ ନା। ଦିବ୍ୟ ପ୍ରାକୃତ କଥା ତ ପ୍ରାକୃତ କଥା ନୁହେଁ, ପ୍ରାକୃତ କଥା ଯେ ପୁରୁଣା ହେଇଯାଉଛି, କ୍ଳାନ୍ତିକର ହବ, ଅବସନ୍ନତା ଆଣିଦେବ। କିନ୍ତୁ କୃଷ୍ଣ କଥାରେ କଥା ନାହିଁ। କୃଷ୍ଣ କଥା ନିତ୍ୟ ନୂତନ, ଅମୃତମୟ, ଅପ୍ରାକୃତ, ଦିବ୍ୟ। ରମନ୍ତି ହୃତକର୍ଣ୍ଣ ରସାୟନା কথা, কর্ণ রসায়ন হৃত রসায়ন হয়, নূতন নূতন রস আস্বাদিত হয়, ভাব আস্বাদিত হয়, ভাব জাগ্রত হয়, ক্লান্তি অবসন্নতা ନାହିଁ ଏଠାରେ। ଏ ନିଶ୍ଚିତ କଥା। ସେଥିପାଇଁ ନିତ୍ୟ ଭାଗବତ ସେଇଭୟା ପ୍ରତିଦିନ ଭାଗବତର ସେବା, ପ୍ରତିଦିନ ଭକ୍ତ ଭାଗବତଙ୍କ ଠାରୁ ଗ୍ରନ୍ଥ ଭାଗବତର କଥା ଶ୍ରବଣ କରିବା ପାଇଁ ହେବ। ଯଦି କେବଳ ଏଇ କଥା ହିଁ କରୁଛି, ପ୍ରତିଦିନ ଆସି ଗ୍ରନ୍ଥ ଭାଗବତର କଥା ଭକ୍ତ ଭାଗବତ ମୁଖରୁ ଶ୍ରବଣ କରୁଛି, କେବଳ ଭକ୍ତିରେ ଗୋଟିଏ ଅଙ୍ଗ ହିଁ ଯାହାଦନ କରୁଛି, ସେ शुद्ध भक्ति निश्चित भाव अधिकारी हम दृढ़ श्रद्धा सहकार एकाग्र चित्तर श्रवण करता निश्चित हम जहाँफल त्रिलोक अजीत से भगवान को से जीवे अजीत जीत ये श्रवण हूँ बड़ गुरुत्वपूर्ण कथा प्रथम कथा हूँ श्रवण क्या कथा कह प्रथम ही श्रवण ତାହା ହେଉଛି କଥା। ଆଉ ଏ ହେଉଛି ଭକ୍ତି ବା ସେବା ଭଗବାନଙ୍କର ସେବ୍ୟ ବସ୍ତୁ ହେଉଛନ୍ତି ଭଗବାନ କୃଷ୍ଣ। ଜୀବ ମାତ୍ରେ ସେବକ ଏକଲି ଈଶ୍ୱର କୃଷ୍ଣ ସଭୃତ୍ୟ ସମସ୍ତେ ତାଙ୍କର ସେବକାନୁଚର। ସେ ଏକମାତ୍ର ସେବ୍ୟ ବସ୍ତୁ। ସେବା ଜରିଆରେ ତାଙ୍କର ପ୍ରୀତିବିଧାନ କରାଯାଏ, କୃଷ୍ଣଙ୍କର ପ୍ରୀତିବିଧାନ କରାଯାଏ। ତେଣୁ କୃଷ୍ଣ କଥା ଯେ ଶ୍ରବଣ କରିବ କୃଷ୍ଣଙ୍କ ପ୍ରୀତିବିଧାନ ପାଇଁ, ଏଇଟା କଥାଟା ପଡୁଛି ଆମର। କୃଷ୍ଣଙ୍କର ପ୍ରୀତିବିଧାନ ହେଲେ ସମସ୍ତଙ୍କର ପ୍ରୀତିବିଧାନ। ଯସ୍ମିନ୍ ତୁଷ୍ଟେ ଜଗତ୍ ତୁଷ୍ଟ, ସେ ହେଉଛି ଆମର କଥା। ଯସ୍ମିନ୍ ତୁଷ୍ଟେ ଜଗତ୍ ତୁଷ୍ଟ, କୃଷ୍ଣ ଯଦି ପ୍ରୀତ ହୁଅନ୍ତି ସନ୍ତୁଷ୍ଟ ହୁଅନ୍ତି ସମଗ୍ର ଜଗତ ସନ୍ତୁଷ୍ଟ ହେବ, ପ୍ରୀତ ହେବ। କାରଣ ସେ ହେଉଛନ୍ତି ଜଗତର ଉତ୍ସ, ଅନାଦିରାଦି ଗୋବିନ୍ଦ ସର୍ବକାରଣ କାରଣ, ସର୍ବକାରଣ କାରଣ ଶ୍ରୀକୃଷ୍ଣ।
ସର୍ବସ୍ୟ ପ୍ରଭବ ସବୁର ଉତ୍ସ। ତେଣୁ ଯାହା କହନ୍ତି ମୂଳ, ବୃକ୍ଷର ମୂଳ ସଦୃଶ। ତେଣୁ ମୂଳ ଉତ୍ସ ମୂଳ ବସ୍ତୁ ଯେ ସେ ଯଦି ସନ୍ତୁଷ୍ଟ ହେଲେ, ପ୍ରୀତ ହେଲେ ସମସ୍ତେ ସନ୍ତୁଷ୍ଟ ପ୍ରୀତ ହେଇଯିବେ। ତେଣୁ ସେବା ଜରିଆରେ ତାଙ୍କର ପୃଥିବୀ